ଏଇ ଯୋଉ ଘଟଣାଟି ଘଟିଗଲା ସାରା ଓଡ଼ିଶା ସାମ୍ନାକୁ ପୁଅ ଆସିଲେ ନିଜର ବକ୍ତବ୍ୟ ଦେଲେ ନିଜକୁ ଗୋଟେ ଠିକ୍ ପ୍ରମାଣ କରିବା ପାଇଁ ଆଜିକାଲି ପୁଅଟିକୁ କେତେ କ'ଣ କରିବାକୁ ପଡ଼ୁଛି। ଆଜ୍ଞା ଏଭଳି କ୍ଷେତ୍ରରେ ଆପଣଙ୍କୁ ମାନେ ଆପଣ ବି ଗୋଟେ ଷ୍ଟ୍ରଙ୍ଗଲି ଆପଣଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଆମେ ଦେଖୁଛୁ ଆପଣ ବି ଅପୋଜ୍ କରୁଛନ୍ତି। ଆଜ୍ଞା ଝିଅମାନଙ୍କୁ ଆଜିକାଲି କ'ଣ ଭରସା ତାହେଲେ କରିହେବନି ମାନେ କ'ଣ କଳା ହେବାଟା ଆଜିକାଲି ଏତେ ପାପ। ଆଜ୍ଞା ଝିଅମାନଙ୍କର ବହୁତ ଗର୍ବ ହେଇଗଲାଣି ଆଜ୍ଞା। ଝିଅମାନେ ଯେତିକି ଭୁଲ କରୁଛନ୍ତି ଆଜିକାଲି ଏ ଯେଉଁ ସବୁ ମୋବାଇଲ ଗୋଟେ ଗୋଟେ ପାଇଯାଇଛନ୍ତି ସିଏ ଆଉ ଇନ୍ଦ୍ରଯନ୍ତ୍ର ମାନୁନାହାନ୍ତି ମାନେ ନିଜକୁ ଆଉ ସେ ନିଜେ ବୋଲି ଆଉ ଝିଅ ବୋଲି ମାନୁନାହାନ୍ତି ମାନେ ପୁଅମାନଙ୍କୁ ଖାତିର ବି କରୁନାହାନ୍ତି। ସିଏ ଭାବୁଛନ୍ତି ଯେ ଆମେ ଯାହା କରିବୁ ସେୟା ହିଁ ସବୁ ଠିକ୍। ସେ ଭଲ ମନ୍ଦ ବିଚାର ଆଜ୍ଞା କିଛି ଜାଣିନାହାନ୍ତି ଆଜ୍ଞା। ସେ କଳା ପୁଅଟି ଯଦି ଆଜ୍ଞା ମନ୍ତ୍ରୀ ହେଇଥାନ୍ତା ଯଦି ଗୋଟେ ବଡ଼ ସରକାରୀ ଚାକିରିଆ ହେଇଥାନ୍ତା ତାହେଲେ କ'ଣ ଛାଡ଼ିକି ପଳେଇଥାନ୍ତା ସେ ଝିଅଟି। ଅମ୍ବାନୀ ପୁଅକୁ କ'ଣ କେମିତିଆ ସ୍ତ୍ରୀ ମିଳିଛି ବୁଝିପାରୁନାହାନ୍ତି। କେମିତି ଛାଡ଼ିକି ପଳେଇଥାନ୍ତା। ଟଙ୍କା ପଇସା ବା ଝିଅମାନଙ୍କର ମେନ୍ ଜିନିଷ ଆଜ୍ଞା। ଟଙ୍କା ଅଛି ତ ପୂଜା କମ୍ପା କିଣା ସବୁ ପଳେଇ ଆସି ରହିବେ ଆଜ୍ଞା। ସମସ୍ତେ ରହିବେ କେହି ଛାଡ଼ିକି ଯିବେନି। ଟଙ୍କା ପାଇଁ ନୁହଁ ଏମିତି କାଳିଆ ପାଇଁ ଛାଡ଼ି ପଳେଇଛି ଆଜ୍ଞା। ଟଙ୍କା ତ ଆମ ପିଲାଙ୍କର କିଛି ଅସୁବିଧା ନାହିଁ ନା। ସିଏ କହୁଛନ୍ତି ଆପଣ ଜଣଙ୍କୁ ଦେଖେଇକି ପୁତ୍ରକୁ ଦେଖେଇକି ଦାଦାଙ୍କୁ ବାହା କରିଦେଇଛନ୍ତି। ନାଇଁ ଆଜ୍ଞା ଆପଣ ଯାଇକି ତାଙ୍କ ମୋବାଇଲରେ ଚେକ୍ କରିବେ। ଯଦି ଆପଣ ତାଙ୍କଠୁ ବାଇଟ୍ ବି ନିଅନ୍ତୁ ତାଙ୍କ ମୋବାଇଲରେ ତ ନିଶ୍ଚିନ୍ତ ସେ ଗୋଟେ ହ୍ୱାଟ୍ସଆପ୍ରେ ଫଟୋ ଯାଇଥିବ। ସେ ଯେଉଁ ଫଟୋଟା ଯାଇଥିବ ସେ ଫଟୋଟା ପୁତୁରା କି ସେଇ ନିଜେ ଜୋଇଁ ପିଲା ଟିକେ ଆପଣ ଯାଇ ଚେକ୍ କରନ୍ତୁ। ତାପରେ ତାଙ୍କ ଘର ଲୋକ ଆସିକିନି 3 ଥର 4 ଥର ପୁଅ ସାଙ୍ଗରେ ମିଶିଛନ୍ତି କଥା ହେଇଛନ୍ତି। ତାଙ୍କ ଘର ବହୁତ କିଛି ବିଚାର ସିଚାର କରିକିନି ସେ ବାହାଘର ଯାଇକି ଏତେ ବାଟ କଲେ ନା ମନକୁ ପଳେଇଲେ ଆଜ୍ଞା କହିଲେ ମୋତେ। ପୂର୍ବରୁ ସେ କ'ଣ ଗୋରା ଥିଲେ ଏବେ କଳା ହେଇଗଲେ କି? ନାଇଁ ଆଜ୍ଞା ଗୋରା ନୁହଁ ସେ ମୋରି କଲର କିନ୍ତୁ ତା ଦେହଟା ଯେହେତୁ ଝଡ଼ି ଯାଇଛି ଝଡ଼ିଯିବା ଦ୍ୱାରା ଗୋଟେ ମଣିଷ ଯାହା ବଲେ କଳା ଦେଖାଯିବ। ତାପରେ ଖରା ଥରେ କାମ ସବ 24 ଘଣ୍ଟା ସେ କଲା କଳା ଦେଖାଯାଉଛି। ସେ ଯଦି ତା ସ୍ତ୍ରୀ ତା ପାଖରେ ରହିଥାନ୍ତା ତା ଖାଇବା ପିଇବା ଯତ୍ନ ନେଇଥାନ୍ତା ତାକୁ କେୟାର କରିଥାନ୍ତା ତାର ବି ଯେଉଁ ମାନସିକ ଚିନ୍ତାରା ଯେଉଁ ରହୁଛି ଯେହେତୁ 32 ବର୍ଷ ହେଇଗଲାଣି ଗୋଟେ ପୁଅଟାକୁ ଚିନ୍ତା ରହିବ ନା ଅଟୋମେଟିକ୍। ବାହା ହେଇଯାଇଥିଲା ତା ସ୍ତ୍ରୀ ତା ଯତ୍ନ ନେଇଥାନ୍ତା ସେ ପୁଅ ନିଶ୍ଚିନ୍ତ ତା ଦେହ ଲାଗିଥାନ୍ତା। ତା ଦେହ ଲାଗିଥିଲା ପରେ ତା ମନ ଠିକ୍ ରହିଥାନ୍ତା ସେ ନିଶ୍ଚିନ୍ତ ପୁରା ହ୍ୟାଣ୍ଡସମ୍ ଦେଖାଯାଇଥାନ୍ତା। ସେ ଦେଖାଯିବ ବି ତାକୁ ନିଶ୍ଚିନ୍ତ ଆଉ ଗୋଟେ ଝିଅ ଆମେ ଖୋଜିଦେବୁ। ମୁଁ କେହି ନ ଖୋଜିଲେ ମୁଁ ନିଜେ ଖୋଜିଦେବି ଆଜ୍ଞା। ଭାଇ ଆମେ ଦେଖିଛୁ ରଜନୀକାନ୍ତ ଆଜ୍ଞା ବସ୍ କଣ୍ଡକ୍ଟର ଥିଲେ ଆଜ୍ଞା ସେ ଦିନେ ଆଜି ଏତେ ବଡ଼ ସୁପରଷ୍ଟାର ହେଲେ ଆଜ୍ଞା ଇଏ ଭାଇ କ'ଣ ଏତେ ଏମିତି ଖରାପ ଦେଖାଯାଉଛନ୍ତି ନା? ଆଜ୍ଞା କିଛି ଖରାପ ଦେଖାଯାଉନାହାନ୍ତି କିଛି ଖରାପ ବି ସେ ଦେଖାଯାଉନି କିଛି। ବାହାର ଲୋକ ତ କହିବେ ଆଜ୍ଞା ଯଦି ତାଙ୍କର ଯଦି ସେମିତି ପୁଅଟେ ଜନ୍ମ ହେଇଯାଇଥାନ୍ତା ସେ କହିପାରିବେ କି ଆମ ପୁଅଟା ଏମିତିଟା ସେମିତିଟା କହିପାରିବେ? ମାନେ ସେମିତି ନିଜେ ଜାଣିପାରୁନାହାନ୍ତି ନା ମଣିଷକୁ। କେହି ଆଜିକାଲି ଦୁନିଆରେ ଆଜ୍ଞା ଖରାପ ନୁହନ୍ତି ଖାଲି ସୁନ୍ଦର ହେଲା ମଣିଷ ଅସୁନ୍ଦର ମଣିଷ ନୁହନ୍ତି। ତାଙ୍କ ବୁଦ୍ଧି ବିବେକ ଜ୍ଞାନକୁ ପରୀକ୍ଷା କରନ୍ତୁ। ଭାଇ ଆପଣ ବି ତ ଗୋଟେ ଝିଅକୁ ବାହା ହେଇଛନ୍ତି ଆଜ୍ଞା ମୁଁ ବି କଳା ପିଲା ମୁଁ ବି ଯାହାକୁ ପାଇଛି ସିଏ ବି କଳା ପିଲା କିନ୍ତୁ ମୋ ସ୍ତ୍ରୀ ବହୁତ କଳା ଥିଲା। ଏବେ ଯାଆନ୍ତୁ ଦେଖିବେ ଯଦି ଆପଣ ତାକୁ ଚିହ୍ନି ପାରିବେ ନା ମୁଁ କହିବି ମୋ ସ୍ତ୍ରୀର ଫଟୋ ଦେଖେଇବି ଆପଣ ବିଶ୍ୱାସ କରିପାରିବେନି। ମାନେ ଟୋଟାଲି କଳା ଥିଲା ତାଠୁ ବି ଆହୁରି କଳା ଥିଲା। କିନ୍ତୁ ଏବେ ତ ସିଏ ଆପଣଙ୍କଠୁ ଗୋରା ଏବେ ଦେଖାଯାଉଛି। ପ୍ରବଳ ଗୋରା ଦେଖାଯାଉଛନ୍ତି ରହିଲେ ଖୁସିରେ ରହିଲା ମାନେ ଅଟୋମେଟିକ୍ ଗୋଟେ ପିଲା ସେ ଶାଶୁଘରକୁ ଆସିଲା ପରେ ଝିଅର ମାଇଣ୍ଡ ଚେଞ୍ଜ ହୁଏ ଗୋଟେ ପୁଅର ବି ମାଇଣ୍ଡ ଚେଞ୍ଜ ହେଇଯାଏ। ଯେହେତୁ ବାହା ହେଇଗଲା ପରେ ମଣିଷର ମନ ପରିବର୍ତ୍ତନ ଅଟୋମେଟିକ୍ ହେଇଯାଏ। ସେ ଚେଞ୍ଜ ହେଇଯାଇଥାନ୍ତା ସେ ଝିଅ ଧୈର୍ଯ୍ୟ ଧରି ପାରିଲା ନାହିଁ କି ତାର ଆଉ କୁଆଡ଼େ କ'ଣ ଦୋଷ ଅଛି ମୁଁ କିଛି କହିପାରିନି। ମୋତେ ଖରାପ ଲାଗୁଛି ସବୁ କଥା କହିବାକୁ ସେ ଝିଅ ବିଷୟରେ କାହିଁକିନା ମୁଁ କହିନଥାନ୍ତି ଆଜ୍ଞା। ଆମ ପୁଅକୁ ମାଙ୍କଡ଼ କୁକୁର ବୋଲି ଯେଉଁ କହିଲେ ମୋତେ ଭାରି ବାଧୁଛି ଆଜ୍ଞା। ମୋ ସାନ ଭାଇ ସେ ଯେଉଁ ଏଇ ଜିନିଷଟା ଆପଣଙ୍କୁ ଯଦି ମୁଁ କହିଦେବି ଆପଣ ଏମିତିଟା ସେମିତିଟା ଆପଣଙ୍କୁ କେତେ ବାଧିବ ଜାଣିପାରୁଛନ୍ତି। ସେ ମୋ ସାନ ଭାଇଟା ତା ସ୍ତ୍ରୀ ଛାଡ଼ି ଦେଇ ପଳେଇଛି ଏତେ ତାର ପଇସା ଟଙ୍କା ସବୁ ନଷ୍ଟ ହେଇଯାଇଛି ତାପରେ ତାକୁ ମାଙ୍କଡ଼ କୁକୁର ବୋଲି କହୁଛନ୍ତି। ମାନେ ସେ ଧୈର୍ଯ୍ୟ ଧରିକିରି ରହିଛି ତାକୁ ମାନେ ସିଏ ଆପଣଙ୍କ ପାଖରେ ସିଏ ଆସିକି ବାଇଟ୍ ଦେଲା ଖାଲି ମୁଁ ତାକୁ କହିବାକୁ ସେ ଦେଲା କିନ୍ତୁ ମୋର ସେଇଟା କହିବାର ନଥିଲା ତାକୁ ଦେ ବୋଲି। ମୁଁ ତାକୁ କହିଲି ଦେ ତୋର କ'ଣ ଅସୁବିଧା ହେଇଛି ତୁ କହ ଲୋକମାନେ ଜାଣନ୍ତୁ ବୋଲି। ସେ ଯେଉଁ ଆସିକି ସାହସରେ ଠିଆ ହେଇକି କହିଲା କିନ୍ତୁ ଏକୁଟିଆ ବେଳେ ସିଏ ଯେଉଁ ମାନସିକତାରେ ରହୁଛି ସେଇଟା କ'ଣ ଏକୁଟିଆ ଭିଜୁଆଲ୍ କ'ଣ ଆମେ ଦେଖେଇ ପାରିବୁ ଦେଇପାରିବୁ। ସେ ଆପଣ ଆସିଲା ବେଳେ ଦେଖିଦେବେ ମୋତେ କହିଲେ ନାଇଁ ଯେଉଁ ପିଲାଟା ଆମେ ଦେଖିଲୁ ସେ ବସିଛି ସେଠି ସେ ଏକୁଟିଆ ବସିଥିଲା ଆଜ୍ଞା। ସେ 5 ଲୋକରେ ବସିବାକୁ ତାକୁ ଭଲ ଲାଗୁନି ଆଉ ସେଦିନ ଠାରୁ ସେ ସବୁବେଳେ ଏକା ଏକା ରହୁଛି। ଏଠି ଟିକେ ଡାକି ଆଣିଲୁ ସେ ଏତେ ଲୋକ ଦେଖିକିନି ସେ ଏମିତି ଯାହା କହିଲା। ଆପଣ ତାଙ୍କୁ କ'ଣ କହିକିରି ତାଙ୍କୁ ବୁଷ୍ଟ କରଉଥିବେ କି ତାଙ୍କ ସହିତ? ମୁଁ ତ କହିଛି ତାକୁ ସେ ଝିଅ ଗଲା ମୁଁ କହୁଛି ମୁଁ ତା ପାଇଁ ଝିଅ ଖୋଜିକି ତାକୁ ନିଜେ ବାହାଘର କରେଇଦେବି। ମନ୍ଦିରରେ ନେଇକି ଖାଲି ବର୍ଣ୍ଣମାଳା ବରଂ ଦେଇକି ଆସିବୁ କିନ୍ତୁ ଭଲ ଝିଅ ଦେଖି ଚାହିଁକି ମୁଁ ତା ପାଇଁ ବାହାଘର କରିବି ମୁଁ ନିଜେ କହୁଛି। ଆଉ କ'ଣ ସେଇ ଝିଅଠୁ ଭଳିଆ କିମ୍ବା ତାଠୁ ସୁନ୍ଦର? ସେ ଝିଅଠୁ ସୁନ୍ଦର ନୁହଁ ସେ ମାନେ ଯେଉଁ ଝିଅ ତାକୁ ପସନ୍ଦ କରିବ ସେ ଝିଅ ତାକୁ ପସନ୍ଦ ଦୁହିଁଙ୍କୁ ପସନ୍ଦ କରିବା ପରେ ମୁଁ ତାଙ୍କୁ ନେଇ ବାହାଘର କରିବି। ମୁଁ ବହୁତ ପ୍ରସ୍ତାବ ଦେଖିବି
ତାଙ୍କୁ ପୁରା ଦୁଇ ଜଣଙ୍କୁ ମନ ମିଶାଇବି ତାପରେ ବାହାଘର କରେଇବି ଯାହା ମୁଁ କହୁଛି ମୁଁ ସେଇଟା କରିବି ମୋ ସୋସିଆଲ ମିଡ଼ିଆରେ ମୁଁ ଛାଡ଼ୁଛି ତାକୁ ଟୋଟାଲି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବାହାଘର କରିବା ପର୍ଯ୍ୟନ୍ତ ମୁଁ ଛାଡ଼ିବି। କିନ୍ତୁ ଇଏ ବାହାଘର ଗୋଟେ ଇତିହାସ ଅଛି ନିଶ୍ଚିନ୍ତ ଆଜ୍ଞା ଏମିତି କେସ୍ ଆଗରୁ କେବେ ହେଇଥିଲା କି ଏତେ ବଡ଼ କଥା କେହି ଗୋଟେ ଝିଅଟା ମାନେ ପୁଅଟାକୁ ଯେଉଁ କହିଲେ କାଳିଆ କୁକୁର ମାଙ୍କଡ଼ ସେଇଟା ଭାବିଲାକୁ ଆଜ୍ଞା ସହି ହେଉନି। ମୁଁ ତ ରାତିରେ ଆଉ ସେଦିନଠୁ ଶୋଉନି ଯେଉଁଦିନଠୁ ସେ ମାଙ୍କଡ଼ କୁକୁର ଯେଉଁଦିନ ନ୍ୟୁଜ୍ରୁ ବାହାରିଲା। ବାହା କରେଇବେ ତାପରେ ଶୋଇବେ। ଆଜ୍ଞା ମୁଁ ତାକୁ ବାହାଘର କରେଇବି ତାପରେ ଶାନ୍ତିରେ ଶୋଇବି। ଆଚ୍ଛା ଭାଇ ଆପଣ ବି ବାଧ୍ୟ ହୋଇଛନ୍ତି ନିଜ ସୋସିଆଲ ମିଡ଼ିଆରେ ଆଧାର କାର୍ଡ଼ ଏସବୁ ପକେଇ। ଆଜ୍ଞା ଆଜ୍ଞା ମୋ ସାଙ୍ଗ ଯେହେତୁ ମୁଁ ମାନେ ମୋ ସାଙ୍ଗର ଭାଇ ସେ ସାଙ୍ଗର ସାନ ଭାଇ ହେଲେ ବି ଆମେ ଏକାଠି ବୁଲିଛୁ ଏକାଠି ଖେଳିଛୁ। ଚିରା ପ୍ୟାଣ୍ଟ ଫଟା ପ୍ୟାଣ୍ଟକୁ ତାଳି ପକେଇକି ଆମେ ଆଜ୍ଞା ପିନ୍ଧିକି ଖେଳୁଥିଲୁ। ଗୋଡ଼ି ମାଟି ସିମେଣ୍ଟ ଯେଉଁ ଆମର ନଟୁଠୁ ଲଗେଇକି କେତେ ପୁରୁଣା ଜିନିଷ ଆମେ ଖେଳିଛୁ। ଆମେ କ'ଣ ସେଇଟା ଭୁଲିଛୁ? ଆମ ଗାଁର ପିଲା ସିଏ ବହୁତ ଭଲ ପିଲା ସିଏ ଆମେ ବହୁତ ଭଲ ସାଙ୍ଗ ଆମେ ମରା ଧରା ଏମିତି ସବୁ କେତେ ହଉ ଆଉ ତାକୁ ମୁଁ ଚିହ୍ନି ନାହିଁ। ଆଚ୍ଛା ସେଇ ଭାଇ ଜଣକ ଏତେ କାହିଁକି ସରଳ ଏତେ କାହିଁକି ନିରୀହ ଭଳି ରହୁଛନ୍ତି ମାନେ ଟିକେ ଷ୍ଟାଇଲ୍ କରିବା କି ଚୁଟିକୁ ଟିକେ ଡିଜାଇନ୍ କରିବା। ଆଜ୍ଞା ଯାହାର ପରିବାର ପ୍ରତି ମାନେ ଦାୟିତ୍ୱ ଥାଏ ସିଏ ତା ନିଜକୁ କେବେ ଦେଖେନି ହେଲା କି ଯିଏ ତା ନିଜକୁ ଦେଖୁଥାନ୍ତା ତା ପରିବାରକୁ ସେ ଆଜି ବି ଯାଇ ପଚାରନ୍ତୁ ତା ପରିବାରଟାକୁ ସେ ସାନ ପୁଅ ହିଁ ସମ୍ଭାଳୁଛି। ମଝିଆ ପୁଅ ହେଡ଼ ମିସ୍ତ୍ରୀ ସେ ସବୁ କରନ୍ତି କିନ୍ତୁ ମେନ୍ ଦାୟିତ୍ୱ ସବୁ ଏଇ ସାନ ପୁଅ ଉପରେ। ସାନ ପୁଅର ସବୁ ଯାକ କାମ ଧନ୍ଦା ଘର ସଉଦା ପତ୍ରଠୁ ଲଗେଇ ଇତ୍ୟାଦି ଇତ୍ୟାଦି ସିଏ ହିଁ ସବୁ ବୁଝେ। ତା ବଡ଼ ଭାଇ ଖାଲି କାମ କରେ ଇଏ ବି କାମ କରେ କିନ୍ତୁ ସବୁ ଦାୟିତ୍ୱ ଇଏ ବୁଝେ। ଯେ ନିଜକୁ ସେ ସଜେଇବା ପାଇଁ କ'ଣ ପାଇଁ ଚାହିଁବ ସେ ତ ତା'ର ଭବିଷ୍ୟତ ମାନେ ବହୁତ ଗରିବ ନା। ଏବେ ସେ ସବୁ କରିକି ଘର ଦ୍ୱାର କରିଛନ୍ତି ସେ ନିଜେ ରୋଜଗାର କରିଛନ୍ତି ଆଜ୍ଞା ସେ କେଉଁଠୁ କ'ଣ ମାଗିକି ଆଣିଛନ୍ତି? ଝିଅ ଘରଠୁ ତ ବହୁତ ଧନୀ କିନ୍ତୁ ଆମେ ଦେଖୁଛୁ ଝିଅ ଘରକୁ ଯାଇଥିଲୁ ଆଜ୍ଞା ଝିଅ ଘର ଅପେକ୍ଷା ତ ପୁଅ ଘର ବେଶୀ ଧନୀ ଅଛନ୍ତି। ନା ଧନୀ ନା ବର୍ତ୍ତମାନ ତାଙ୍କ ମିଡ଼ିଲ୍ କ୍ଲାସ୍ ହିସାବରେ ଯେତିକି ଚଳିବା ପାଇଁ ତାଙ୍କର କହିଲେ ଦିନକୁ ମାନେ ସେ ପୁଅ 2000 ଟଙ୍କା ରୋଜଗାର କରିବାର କ୍ଷମତା ଅଛି କରୁଛି ବି ତ 2000 ଟଙ୍କା ଯେ ଇନକମ୍ କରୁଛି ସେ ତା'ର ଘର ପରିବାର ବଡ଼ ପରିବାର ଆଜ୍ଞା ତା ଭାଇ ଭାଉଜ ଦୁଇ ଭାଇ ବାହା ହେଇଛନ୍ତି ତା ବାପା ବୋଉ ଅଛନ୍ତି ତା ବନ୍ଧୁବାନ୍ଧବ ଅଛନ୍ତି ସମସ୍ତଙ୍କୁ ନେଇକି ତାକୁ ମ୍ୟାନେଜ୍ କରିବାକୁ ପଡ଼ୁଛି ନା। ଆପଣ ତ ଏତେ ବଡ଼ ଘଟଣା କେମିତି ଘଟିଗଲା? ଆଜ୍ଞା ସମସ୍ତଙ୍କ ସଂସାର ଅଛି ମୋର ବି ସଂସାର ଅଛି ମୋ ସଂସାର ପଛରେ ମୁଁ ଯିବି ମୁଁ ଆଉ କ'ଣ ମୋ ସାଙ୍ଗସାଥି ତାଙ୍କ ଘର ଲୋକ ସେ ତାଙ୍କର ବୁଝାବୁଝି କରୁଛନ୍ତି ମୋତେ 2-3 ଥର ଡାକିଛନ୍ତି ମୁଁ ସମୟ ଦେଇପାରିଲିନି। ମୁଁ କହିଲି ମୁଁ ବାହାଘର ପୁରା ତୋର ରହିବି ପୁରା ବାହାଘର ସରିବା ପର୍ଯ୍ୟନ୍ତ ମୁଁ ଆଉ କୁଆଡ଼େ ଯିବି ନାହିଁ ମୁଁ ଛୁଟିରେ ରହିବି ମୁଁ ତ ବାହାଘର କାମ ସାରିବି ତାପରେ ଯୁଆଡ଼େ ଯିବି କିନ୍ତୁ ସେଇ ଦିନଠାରୁ ମୁଁ ଆଜି ପର୍ଯ୍ୟନ୍ତ ଅଛି ଏମିତି ଝାମେଲା ହେଇଗଲା ଯେଉଁ। ଆପଣ ଯେଉଁ ଫଟୋ ଉଠେଇଛନ୍ତି ଭିଡ଼ିଓ କରିଛନ୍ତି ଝିଅ ସହିତ ଆଜ୍ଞା ସେଠି ଆମେ ଦେଖିଲୁ ଝିଅ ବି ହସୁଛି ଝିଅ ମନ ବି ଖୁସି ଥିଲା ଇଏ କାଳିଆ ବି ହସୁଛନ୍ତି କାଳିଆଙ୍କ ମନ ବି ଖୁସି ଥିଲା ଏ ସବୁ ଖୁସି ଭିତରେ ପାଣି କେମିତି ପଶିଗଲା? ନାଇଁ ସେ କଥା ତ ମୁଁ କହିପାରିବିନି ସମସ୍ତେ ତ ଖୁସି ଥିଲେ କାହିଁକି ଝିଅଟା ଖୁସି ଜଣାପଡ଼ୁନଥିଲା। ଝିଅ ହସିଥିଲା ମୁଁ ଗୋଟେ ଭିଡ଼ିଓ ଦେଖୁଥିଲି। ଆଜ୍ଞା ମୁଁ କହିପାରିବିନି ଝିଅ ହସୁଥିବା ମୁଁ ଦେଖିନି ଆଜ୍ଞା। ଝିଅ କ'ଣ ପୁଅର ରୂପକୁ ଦେଖିକି ନା କ'ଣ ପାଇଁ ହସୁଥିଲା ସେତେବେଳେ? ସେ ସେଠି ଆଉ ଗୋଟେ ପୁଅ ସାଙ୍ଗରେ କଥା ହେଉଥିଲା ତାଙ୍କ କ'ଣ ଠରାଠରି ହେଉଥିଲେ ମୁଁ ଦେଖିଛି ସେ ତାଙ୍କ ହସା ହସି ହେଇଥିବ କ'ଣ ମୁଁ କହିପାରିବିନି। ଦେଖେଇକି କିଛି ଆଜ୍ଞା ଆଜ୍ଞା ତାକୁ କିଏ କ'ଣ କହିଛନ୍ତି କି କ'ଣ ମୁଁ କହିପାରିବିନି ସେ ଗୋଟେ ପୁଅ ସାଙ୍ଗରେ କିନ୍ତୁ ଗପୁଥିଲା ମୁଁ ଦେଖିଛି ମୁଁ ସୁଟିଂ କରିକି ରଖିଛି ଟିକେ।